ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନେ ତ ଏ ଖବର ଅଲରେଡ଼ି ଆପଣ ପାଇସାରିଥିବେ ଯେ ତପି ମିଶ୍ର ଆରେଷ୍ଟ ହେଲେ, ତପି ମିଶ୍ର ଗିରଫ ହେଲେ। ତାଙ୍କୁ ଆରେଷ୍ଟ କରାଗଲା, ତାଙ୍କୁ ଗିରଫ କରାଗଲା। ଆପଣ এই ବିଷୟ ଆପଣ ଶୁଣିଥିବେ। ଆଉ ସେଥି ନିମନ୍ତେ ଆଜିର ଭିଡ଼ିଓ ତପି ମିଶ୍ର ଉପରେ ଆଧାରିତ। ବିଶେଷ କରିକି এই ଭିଡ଼ିଓଟା ବିଗତ ଦିନମାନଙ୍କରେ ପ୍ରିୟ ବନ୍ଧୁଗଣ ଆମେ ଦେଖି ଆସୁଛୁ। ମାନେ ମୁଁ କେଉଁ ସମୟର କଥା ମୁଁ କହୁଛି, ଯେତେବେଳେ ସନାତନୀ ଫିଲ୍ମଟି ଯେତେବେଳେ ରିଲିଜ୍ ହେଇନଥିଲା, ସେତେବେଳେ କ'ଣ ହେଇଥିଲା, କେବଳ ଟ୍ରେଲର୍ଟା ଆସିଥିଲା ମାନେ ୟୁଟ୍ୟୁବ୍ରେ। ଆଉ ସେଇ ଟ୍ରେଲର୍ଟା ମାନେ ଏତେ ପରିମାଣରେ ପ୍ରଭାବ ବିସ୍ତାର କରିଥିଲା, ଏମିତି ଭାବରେ ପ୍ରଭାବ ପକାଇଥିଲା। ଟ୍ରେଲର୍ଟି ଯେଉଁ ଦିନକୁ ଆସିଲା ସେଇ ଦିନରୁ ହିଁ ଖ୍ରୀଷ୍ଟିଆନମାନଙ୍କ ଉପରେ ତାଡ଼ନା ଆରମ୍ଭ ହୋଇଯାଇଥିଲା। ଆପଣମାନେ ଜାଣିଥିବେ ଯେ ଡିସେମ୍ବର ମାସ 24 ତାରିଖ ଦିନ ଗତ ବର୍ଷ କ'ଣ ହେଇଥିଲା, 2 ଜଣ ଲେଡ଼ିଜ୍କୁ କିପରି ଗଛରେ ବାନ୍ଧିକି ତାଙ୍କୁ ଅପମାନିତ କରାହେଇଥିଲା। ସେମାନେ ଘର ଭିତରେ ଥିଲେ, ତାଙ୍କୁ ମାନେ ଅମାନବିକ ଭାବରେ ତାଙ୍କୁ ଘର ଭିତରୁ ଜବରଦସ୍ତ ଟାଣି ଆଣିକି ତାଙ୍କୁ ବାନ୍ଧି ଦିଆଗଲା ଗଛ ଉପରେ। ଏବଂ ଏଇ ଯେଉଁ ନ୍ୟୁଜ୍ଟି ଓଡ଼ିଶା ସାରା ଭାଇରାଲ୍ ହେଲା, ତା ସହିତ ଓଡ଼ିଶା ସାରା ତ ଭାଇରାଲ୍ ହେଲା, ଓଡ଼ିଶା ବାହାରକୁ ମଧ୍ୟ ଏ ଭିଡ଼ିଓଟି ପଳାଇଲା। ଅନେକ ଓଡ଼ିଶା ବାହାରେ ଥିବା ଅନେକ ୟୁଟ୍ୟୁବର୍ ମାନେ ସେମାନଙ୍କର ହିନ୍ଦୀ ଭାଷାରେ ସେମାନେ ଏ ବିଷୟଟାକୁ ସେମାନେ କ'ଣ କଲେ, ପ୍ରଚାର କଲେ। କେତେ ନିନ୍ଦନୀୟ ଘଟଣା ଥିଲା। ତେବେ ସେହି ସମୟରେ ଆରମ୍ଭ ହୋଇଥିଲା ତପି ମିଶ୍ର କଣ୍ଟ୍ରୋଭର୍ସି। ସେହି ସମୟରୁ ହିଁ ଆରମ୍ଭ ହୋଇଥିଲା। ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଯେତିକି ଅନୁଭବ କରିଛି, ଅଧିକାଂଶ ଲୋକମାନେ ସେମାନେ ତପି ମିଶ୍ରକୁ ପସନ୍ଦ କରନ୍ତି ନାହିଁ। କାହିଁକି ପସନ୍ଦ କରନ୍ତି ନାହିଁ? କାରଣ ତା'ର ଏହିଭଳିଆ ମାନେ କ୍ରିମିନାଲ ବା ଗୁଣ୍ଡା ଗର୍ଦି କରିବାର ଯେଉଁ ମନୋଭାବ, ସେଥି ନିମନ୍ତେ ଅଧିକାଂଶ ଲୋକମାନେ ଏହାକୁ ପସନ୍ଦ କରନ୍ତି ନାହିଁ। ତଥାପି ୟାର ଦମ୍ଭ ଯାଇନାହିଁ। ତେବେ ପ୍ରିୟ ବନ୍ଧୁଗଣ, ସେତେବେଳେ ଥିଲା ତପି ମିଶ୍ର କଣ୍ଟ୍ରୋଭର୍ସି। ତପି ମିଶ୍ର ନାଁଟା ପୁରା ଚର୍ଚ୍ଚା ହେଉଥିଲା ଚାରିଆଡ଼େ। ଆଉ କିଛି ଦିନ ଥମି ଯାଇଥିଲା। ବର୍ତ୍ତମାନ ବି ତପି ମିଶ୍ର ନାଁଟି ମାନେ ଚାରିଆଡ଼େ ଚର୍ଚ୍ଚା ହେଉଛି। କାହିଁକି ଚର୍ଚ୍ଚା ହେଉଛି ପ୍ରିୟ ବନ୍ଧୁଗଣ, ଆପଣମାନେ କହିପାରିବେ କି? ଚର୍ଚ୍ଚା ହେବାର କାରଣ ହେଉଛି ଯେ ତପି ମିଶ୍ର ଏମିତି ଗୋଟେ କାଣ୍ଡ କରିଦେଇଛନ୍ତି, ଆଉ ଯାହାଫଳରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି। ପୋଲିସମାନେ ଆସୁଛନ୍ତି, ତାଙ୍କୁ ନେଇକି ଯାଉଛନ୍ତି, ଗାଡ଼ି ଭିତରେ ବସାଉଛନ୍ତି। ତପି ମିଶ୍ର ଜେଲ୍ର ଥିବା ସେଲ୍ ଭିତରେ ବର୍ତ୍ତମାନ ତପି ମିଶ୍ର। ତେବେ ମୁଁ କାହିଁକି ଏ କଥା ମୁଁ କହୁଛି, ସେହି ସମୟରେ ମଧ୍ୟ ତପି ମିଶ୍ର ନାଁଟି ଚାରିଆଡ଼େ ଘୁରି ବୁଲୁଥିଲା, ଏବେ ବି ଘୁରି ବୁଲୁଛି। ତା କାରଣ ହେଉଛି ତପି ମିଶ୍ର ଆରେଷ୍ଟ ହେଲେ। ଏବେ ଦେଖିବା ତପି ମିଶ୍ର କାହିଁକି ଆରେଷ୍ଟ ହେଲେ, ମୁଖ୍ୟ କାରଣ କ'ଣ? ତପି ମିଶ୍ର ଗିରଫ ହେବାର ବା ଆପଣ କହିପାରିବେ ତପି ମିଶ୍ର ଆରେଷ୍ଟ ହେବାର ମୁଖ୍ୟ କାରଣ କ'ଣ, ମେନ୍ ପଏଣ୍ଟ କ'ଣ? ତେବେ ପ୍ରିୟ ବନ୍ଧୁଗଣ, ବେଶୀ ନିୟମ 2ଟି କହିବି। ମୁଖ୍ୟ ବିଷୟ କାହିଁକି ଏମିତି ହେଲା। ପ୍ରଥମ ବିଷୟ ହେଉଛି ତପି ମିଶ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ଖେଳିଲା। ଆଉ ଜଣେ ମ୍ୟାଡ଼ାମ୍ କହିଥିଲେ ଯେ ପ୍ରଭୁଙ୍କ ଆଡ଼ୁ ଯେଉଁ ଲାଠିଟା ଆସେ ନାହିଁ କି, ଯେଉଁ ମାଡ଼ଟା ଆସେ, ତା'ର ଶବ୍ଦ ନଥାଏ, କିନ୍ତୁ ସେଇ ମାଡ଼ ଯେତେବେଳେ ପଡ଼େ ସେତେବେଳେ ଦେହରେ ଆଉ ଦମ୍ଭ ନଥାଏ, ଅଣ୍ଟାରେ ଆଉ ଦମ୍ଭ ନଥାଏ। ତେବେ ପ୍ରିୟ ବନ୍ଧୁଗଣ, ଏମିତି ଗୋଟେ ଖବର ବର୍ତ୍ତମାନ ସାମନାକୁ ଆସିଛି। ଆଉ ଏଇଟା ହିଁ ସତ୍ୟ ବିଷୟ ଅଟେ। ଏଇଟା ପୁରା ଭାଇରାଲ୍ ହେଉଛି ଏ ବିଷୟଟା ଏବେ ସୁଦ୍ଧା ବି।
ଆଉ ଜଣେ ଲେଡ଼ିଜ୍ କମ୍ପ୍ଲେନ୍ କରିଥିଲେ ତପୀ ମିଶ୍ର ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ, ବାଇବେଲ ବିରୁଦ୍ଧରେ, ଯୀଶୁଙ୍କ ବିରୁଦ୍ଧରେ ଯାହା ତ କହିଲେ ଆଉ ଖ୍ରୀଷ୍ଟିଆନମାନେ ସେମାନେ ନୀରବ ରହିଲେ। ଖ୍ରୀଷ୍ଟିଆନମାନେ ନୀରବ ରହିବାର କାରଣ ହେଉଛି କାରଣ ଆମର ପ୍ରଭୁଙ୍କ ଲୋକମାନେ ସେମାନେ ଜାଣିଥିଲେ ଯଦି ଆମେ ନୀରବ ରହିବା ତେବେ ପରମେଶ୍ୱର ତାଙ୍କର କାର୍ଯ୍ୟ କରିବେ, ସେଥିପାଇଁ ସେମାନେ ନୀରବ ରହିଲେ। ଆଉ ତପୀ ମିଶ୍ର ବର୍ତ୍ତମାନ ଆଉ ଗୋଟେ କାଣ୍ଡ କ'ଣ କରିଛି, ସେ ଜଣଙ୍କର ଲେଖାକୁ ସେ ଚୋରି କରିଛି। ଶିବ ତାଣ୍ଡବକୁ ସେ ଚୋରି କରିକି ନିଜର ଚ୍ୟାନେଲରେ ସେ ପକାଇଛି। ତେବେ ହୁଏତ ତପୀ ମିଶ୍ର ଭାବୁଥିଲା ବୋଧେ ଯେ ସେତେବେଳେ ମୋର କିଛି ହେଲାନି, କେହି କିଛି କରିପାରିଲେନି, ଏବେ ବି ମୋର କେହି କିଛି କରିପାରିବେନି। କେହି କିଛି କରିପାରିଲେନି ନୁହଁ, ଯଦି ଖ୍ରୀଷ୍ଟିଆନ ଲୋକମାନେ ଚାହିଁଥାନ୍ତେ ତପୀ ନାଁରେ କେସ୍ କରିପାରିଥାନ୍ତେ ଆଉ ତାକୁ କୋର୍ଟ ଚାଲାଣ କରାଯାଇଥାନ୍ତା, କିନ୍ତୁ ଯୀଶୁଙ୍କର ଲୋକମାନେ ସେମିତି କିଛି କଲେ ନାହିଁ। ଆଉ ସେମାନେ ଜାଣିଥିଲେ ପରମେଶ୍ୱର କରିବେ, ଗୋଟେ ଦିନ ଆସିବ ପରମେଶ୍ୱର ତାଙ୍କର କାର୍ଯ୍ୟ କରିବେ, ଯେଉଁଟାକି ଶେଷରେ ସେଇଟା ହେଲା। ପରମେଶ୍ୱର ତାଙ୍କର କାର୍ଯ୍ୟ କରିଲେ। ଆଉ ବର୍ତ୍ତମାନ ତପୀ ମିଶ୍ର ଜେଲର ସେ ସେଲ୍ ଭିତରେ ବର୍ତ୍ତମାନ ଅଛନ୍ତି। ଆଉ ଯେଉଁ ବଡ଼ ଦମ୍ଭ ଦେଖାଉଥିଲେ, ଆମକୁ ତ ଦମ୍ଭ ଦେଖାଇ ନାହାନ୍ତି, ବର୍ତ୍ତମାନ ଆଉ ଜଣେ ଲେଡ଼ିଜ୍ ଅଛନ୍ତି, ସେ ତାଙ୍କ ନାଁରେ କେସ୍ କରିଛନ୍ତି। ଆଉ କ'ଣ ଦମ୍ଭ ଦେଖାଉଥିଲେ ଯେ ମୁଁ ତ କରିଦେଇଛି, ତୁ କ'ଣ କରିବୁ ଯା, ମୁଁ ଦେଖିବି ତୁ କ'ଣ କରିବୁ। ତେବେ ସେ ଏଇସବୁ ମନ୍ତବ୍ୟ ଦେଲେ ଯେତେବେଳେ ନିଜ ଭୁଲକୁ ମାନିଲେ ନାହିଁ ଆଉ ନିଜର କଣ୍ଟେଣ୍ଟକୁ ଯେତେବେଳେ ସେ ରିମୁଭ୍ କଲେ ନାହିଁ ନିଜେ, ଆଉ ସେହି ସମୟରେ ଏ ଲେଡ଼ିଜ୍ ଜଣକ ସେ କ'ଣ କଲେ, ଏକ ଏଫଆଇଆର୍ ଦେଲେ ଥାନାରେ। ଆଉ ସେଇ ଏଫଆଇଆର୍ଟାକୁ କାର୍ଯ୍ୟକାରୀ କରାଗଲା, ତାକୁ କୋର୍ଟ ଫରୱାର୍ଡ଼ ମଧ୍ୟ କରାଗଲା। ଆଉ ବର୍ତ୍ତମାନ ତପୀ ମିଶ୍ର ବିଷୟରେ ଆପଣ କ'ଣ ଭାବୁଛନ୍ତି ବନ୍ଧୁଗଣ, ମୋତେ କମେଣ୍ଟ କରିକି ମୋତେ ନିଶ୍ଚିତ ଭାବରେ ଜଣାଇବେ। ଆପଣଙ୍କ ମନରେ କ'ଣ ଅଛି ତପୀ ମିଶ୍ରକୁ ନେଇକି? ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା, ତପୀ ମିଶ୍ର ଆରେଷ୍ଟ ହେଲେ। ତେବେ ପ୍ରଭୁଙ୍କର ବାକ୍ୟରେ ଏପରି ଅନେକ ବିଷୟ ଲେଖା ଅଛି, ଯିଏ ଗାତ ଖୋଳେ ସେ ଆପେ ତହିଁରେ ପଡ଼ିବ। ସେ ତପୀ ମିଶ୍ର ଖ୍ରୀଷ୍ଟିଆନ ଲୋକମାନଙ୍କ ନିମନ୍ତେ ଗାତ ଖୋଳୁଥିଲା ପକାଇବା ପାଇଁ, କିନ୍ତୁ ବର୍ତ୍ତମାନ ପରମେଶ୍ୱର ତାକୁ ଏମିତି ଗାତରେ ପକାଇ ଦେଇଛନ୍ତି, ହୁଏତ ତାକୁ ବେଲ୍ ବି ମିଳିପାରେ, କିନ୍ତୁ ଗୋଟେ କଳଙ୍କ ରହିଗଲା ସବୁଦିନ ପାଇଁ ଯେ ତପୀ ମିଶ୍ର ଜେଲ୍ ଯାଇଥିଲା। ଖ୍ରୀଷ୍ଟିଆନମାନଙ୍କ ସହିତ ଲାଗିବା ହେତୁରୁ ଜେଲ୍ ଯାଇଥିଲା। ବର୍ତ୍ତମାନ ତପୀ ମିଶ୍ର ପରେ ତା'ର ଆଉ ଗୋଟେ ଭାଇ ବାହାରିଛି, ସାନ ଭାଇଟା, ସେ ଟିକେ ବର୍ତ୍ତମାନ ଫଡ଼ଫଡ଼ ହେଉଛି ବେଶୀ। ଆଉ ଆଗାମୀ ଭିଡ଼ିଓ ତାରି ଉପରେ ହେବ। ଆଉ ତାକୁ ବିନା ସାବୁନରେ ଆମେ ଧୋଇବା। ହଁ ପ୍ରିୟ ବନ୍ଧୁଗଣ, ତାକୁ ମଧ୍ୟ ବିନା ସାବୁନରେ ଧୋଇବା, କାରଣ ସେ ମଧ୍ୟ ଖ୍ରୀଷ୍ଟିଆନିଟି ବିରୁଦ୍ଧରେ ଏମିତି ଗୋଟେ ଷ୍ଟେଟମେଣ୍ଟ ଦେଇଛି ଯେଉଁଟାକି ତା'ର ଦେବାର ହିଁ ନଥିଲା। ଆମେ ଅଛୁ ଧୋଇବା ପାଇଁ, କାହିଁ ବ୍ୟସ୍ତ ହେଉଛନ୍ତି? ତେବେ ଚାଲନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ଏତିକି। ଆଉ ଯଦି ଭିଡ଼ିଓ ଭଲ ଲାଗିଥାଏ ତେବେ ଏ ଭିଡ଼ିଓକୁ ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ। ଧନ୍ୟବାଦ।